ଶିଲା ମୁଁ କିଛି ବି ଶୁଣି କଣ ହେଇଛି କଣ କଣ ହେଇଛି ମତେ କହୁନ କହିବି ମୁଁ କିଛି ବି ଶୁଣିବି କଣ ଶିଲା ଆରେ କଣ ହେଇଛି କହିଲ ମତେ ଛି ଚନ୍ଦନ ଛି ପ୍ରଥମେ ମୁଁ ଯୋଉଦିନ ଜାଣିଲି ତମ ନା ଚନ୍ଦନ ବୋଲି ମୁଁ ଭାବିଲି ତମେ ଗୋଟେ ସିଓର ଲେପ କିନ୍ତୁ ତମେ ଯେ ଗୋଟେ ପିଓର ହିଷ୍ଟ୍ରିଆଙ୍କ ବାପ ମୁଁ ସେଦିନ ଜାଣିଲି କୋଉଦିନ ଯୋଉଦିନ ମତେ ଅନ୍ଧାର ଆଡ଼ିକି ଡାକିଥିଲ ମୁଁ ତମକୁ ସିନା ଭଲ ପାଇ ବୋଲି ଅନ୍ଧାର ଡାକିଥିଲି ଦେଖ ଭଲ ପାଇବା ହୃଦୟରୁ ହୁଏ ଅନ୍ଧାରେ ନୁହଁ ଆଉ ତା ଛଡା ମୁଁ ଯୋଉ ତମକୁ କହିଥିଲି ମୋ ବେକ ପାଇଁ ଗୋଟେ ସୁନା ଚେନ୍ କରିଦବ ଦେଲ କି ଆରେ ମୁଁ ତ ସେଇ ସୁନା ଦବା ପାଇଁ ତମକୁ ଡାକିଥିଲି ତା ବୋଲି କଣ ଅନ୍ଧାରେ ତମେ କଥାଟା ବୁଝିପାରୁନ ଦେଖ ଭଲ ପାଇବାଟା ଯେମିତି ମନରେ ହୁଏ ସୁନା ଦିଆ ନିଆଟା ବି ଅନ୍ଧାର ଭିତରେ ହୁଏ କାରଣ ସୁନା ଭଳିଆ ଜିନିଷ ଯଦି ନିଆ ଦିଆ ବେଳେ କିଏ ଦେଖିଦେଲା କଥା ଖରାପ ହବ ତାପରେ ସ୍ପେଶାଲ ଯଦି ଆମ ଗାଁ ଲୋକ ଆମକୁ ଦେଖିଦେଲେ ଅନେଇଲ ପୁରା 24 ଘଣ୍ଟା ଭିତରେ ଗାଁ ସାରା ବାଜିଯିବ ଶିଲା ଚନ୍ଦନକୁ ଭଲ ପାଉଛି ଠିକ ଲାଗିବ ତ ନାଇଁ ତାହେଲେ ମୁଁ ଭୁଲଥିଲି ମୋର ହିଁ ସେଇ ଅନ୍ଧାରେ ହିଁ ସେ ସୁନାଟାକୁ ଧରିଦେବାର ଥିଲା ତ କହୁଛି ଶିଲା କି ଆସିବା ପୂର୍ବରୁ ତମେ ସୁନାଟାକୁ ଧର ତମେ ଧରି ପକାଅ ତମେ କୋଉ ସୁନା ଭାବିଲ କେଜାଣି ସିଧା ଟର୍ଚ ମୋ ମୁହଁ ଫୋପାଡ଼ିକି ଦୌଡ଼ିଛ ବାପା ଢାଳା ଥରେ ଯିବେ ତାହେଲେ ସୁନାଟା ଦେଇ ଦେଇକି ଯାଅ ଆଉ କୁଆଡେ ସୁନା ମନ ମରିଗଲା ଆଉ ସୁନା କୋଉଠି ଅଛି ଦବନି ନା ଦବା ସୁନା ଦବା ମନା କରୁନି ସୁନା ଭଳିଆ ଜିନିଷ ଆମେ କାହିଁ କାହାକୁ ମନା କରି ଆମେ ତ ଦବା ପାଇଁ ଜନ୍ମ ହେଇଛୁ ତମେ ଯୋଉଦିନ ମୋ ହାତକୁ ଧରିବ ସେଦିନ ମୋ ସୁନାକୁ ତମେ ନିଜର କରିବ ଆଉ କଣ ଆଉ ଏବେ ଯୋଉଟା ଧରିଥିଲି ସେଟା କଣ ଖରାପ ଜିନିଷ ଏଇ ହାତ ଧରା ଆଉ ସେଇ ହାତ ଧରା ଭିତରେ 2-4 ହାତ ଡିଫରେନ୍ସ ରହୁଛି ନା ଏଅ ନା କଥା ରହିଲା ମଗଜରୁ ହାତ ଧରିବ ଯୁଗ ଯୁଗକୁ ଯଦି କୋଉଦିନ ହାତ ଛାଡିଛ ଖାଲି 90 ମାରିକି ମା ଭଉଣୀ ଦେଲି